ପଦ୍ମପୁରର ତୁଳସୀନଗର ସାହିର ଏକ ଭଡ଼ା ଘରରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ। ପୋଲିସ ତଦନ୍ତ ଆରମ୍ଭ। ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ଖିଲାପଦର ଯିବା ରାସ୍ତା ତୁଳସୀନଗର ସାହିର ଏକ ଭଡ଼ା ଘରରୁ ଜଣେ ଯୁବକଙ୍କ ମୃତଦେହ ଝୁଲନ୍ତା ଭାବରେ ଠାବ ହୋଇଛି। ଦିନ 11:30 ସମୟରେ ଖବର ପାଇବା ପରେ ଘଟଣାସ୍ଥଳରେ ପଦ୍ମପୁର ପୋଲିସର ଏକ ଟିମ୍ ଘରକୁ ଯାଇ ସେଠାରେ ପହଞ୍ଚିଛନ୍ତି ଏବଂ ପ୍ରାଥମିକ ଅନୁସନ୍ଧାନ କରୁଛନ୍ତି। ପ୍ରାଥମିକ ଅନୁସନ୍ଧାନ ଜଣାପଡ଼ିଛି ଯୁବକ ଜଣକ 2 ରୁ 3 ଦିନ ହେବ ଝୁଲିଥିବା ଜଣାପଡ଼ୁଛି। ତେବେ କେଉଁ କାରଣରୁ ଏଠାରେ ଯୁବକ ଝୁଲିଛନ୍ତି ଏବଂ ତାଙ୍କ ଦେହ ଝୁଲନ୍ତା ଭାବରେ ମୃତଦେହ ଉଦ୍ଧାର ହୋଇଛି, କେଉଁ କାରଣରୁ ଏଠାରେ ଏପରି ଅବସ୍ଥା ହୋଇଛି, ପୋଲିସ ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଘର ମାଲିକ, ସାହି ବାସିନ୍ଦା ଏବଂ ସମସ୍ତେ ପହଞ୍ଚିଛନ୍ତି। ତେବେ ଯୁବକ ଜଣକ ଦୀର୍ଘ ଦିନ ହେଲା ସେ ଡାଙ୍ଗସରଡ଼ା ଅଞ୍ଚଳରୁ ଆସି ପଦ୍ମପୁର ଅଞ୍ଚଳରେ ଏକ ପାଣି ଫ୍ୟାକ୍ଟ୍ରିରେ କାମ କରୁଥିଲେ ଏବଂ ଭଡ଼ା ଘରେ ରହୁଥିଲେ। କେଉଁ କାରଣରୁ ସେ ମୃତ୍ୟୁ ହୋଇଛନ୍ତି, ପୋଲିସ ଅଧିକ ତଦନ୍ତ କରୁଥିବା ଦେଖିବାକୁ ମିଳିଛି।